ବନ୍ଧୁଗଣ ଆଗାମୀ 7 ଦିନ ମଧ୍ୟରେ ସାବଧାନ ରୁହ। ମହାବିନାଶର ସମୟ ଆରମ୍ଭ ହେବାକୁ ଯାଉଛି। କାରଣ 84 ବର୍ଷ ପରେ ଆପଣଙ୍କ କୁଣ୍ଡଳୀରେ ଏକ ଦୁର୍ଲଭ ମହାସନ୍ଧି ସୃଷ୍ଟି ହେଉଛି। ଏବେ ରାହୁ ଏବଂ କେତୁ ଉଭୟ ଗ୍ରହ ଆପଣଙ୍କ ଜୀବନରେ ବିପର୍ଯ୍ୟୟ ଆଣିବାକୁ ଯାଉଛନ୍ତି। ଆପଣଙ୍କ ସହିତ ଏପରି ଏକ ଘଟଣା ଘଟିବ ଯେ ଆପଣଙ୍କ ଆଖି ମଧ୍ୟ ରକ୍ତ ଲୁହରେ ଭରିଯିବ। ମୁଁ ଆପଣଙ୍କୁ କହିବାକୁ ଚାହୁଁଛି, ଆପଣଙ୍କ ଜୀବନରେ ସବୁ କିଛି ଅଶାନ୍ତ ହୋଇସାରିଛି। ଆପଣ ଏହା ଭଲ ଭାବରେ ଜାଣନ୍ତି। କାରଣ ଆପଣଙ୍କ ଶତ୍ରୁମାନେ ଆପଣଙ୍କ ଉପରେ ମନ୍ତ୍ର ପକାଇଛନ୍ତି। ଆପଣଙ୍କ କଠିନ ପରିଶ୍ରମ, ଆପଣଙ୍କ ଭାଗ୍ୟ ଏବଂ ଆପଣଙ୍କର ଭାଗ୍ୟ ବନ୍ଧା ସରିଛି। ଆପଣଙ୍କ ଘରର ଲକ୍ଷ୍ମୀ ବନ୍ଧା ହୋଇଯାଇଛନ୍ତି। ମାତା ଅନ୍ନପୂର୍ଣ୍ଣା ଦେବୀ ବନ୍ଧା ହୋଇଯାଇଛନ୍ତି। ଏପରି ପରିସ୍ଥିତିରେ ରାହୁ ଏବଂ କେତୁ ଉଭୟ ମିଶି ଆପଣଙ୍କ ଜୀବନରେ ଏପରି ପରିବର୍ତ୍ତନ ଆଣିବେ, ଏକ ଏପରି ପରିବର୍ତ୍ତନ ଯାହା ଆପଣଙ୍କ ମେରୁଦଣ୍ଡରେ କମ୍ପନ ସୃଷ୍ଟି କରିବ। ଦେଖନ୍ତୁ ବନ୍ଧୁଗଣ, ମୁଁ ଯେଉଁ ଭବିଷ୍ୟବାଣୀ କରିବାକୁ ଯାଉଛି ତାହା ସାଧାରଣ ନୁହେଁ। କାରଣ ଆପଣଙ୍କ କୁଣ୍ଡଳୀର 9ଟି ଗ୍ରହ ଆଗାମୀ 7 ଦିନରେ ଆପଣଙ୍କ ଜୀବନର ଏକ ପ୍ରମୁଖ ଭାଗ୍ୟ ନିର୍ଣ୍ଣୟ କରିବାକୁ ଏକାଠି ହେବେ। ଏବେ ମୁଁ ଗ୍ୟାରେଣ୍ଟି ଦେଉଛି ଯେ ଏହି ସ୍ମାରକୀ ଘଟଣାକୁ ଘଟିବାକୁ କେହି ରୋକି ପାରିବେ ନାହିଁ। କାରଣ ଶନି, ରାହୁ ଏବଂ କେତୁ ସହିତ ମିଶି 3ଟି ଗ୍ରହକୁ ଓଲଟାଇ ଦେଇଛନ୍ତି। ଏବଂ ବନ୍ଧୁଗଣ, ମୁଁ ଆପଣଙ୍କୁ କହିବାକୁ ଚାହୁଁଛି ଯେ ଆପଣଙ୍କ ଜୀବନରେ ଏକ ବିରାଟ ପରିବର୍ତ୍ତନ ଘଟିବାକୁ ଯାଉଛି, ଯାହାକୁ ଆପଣ ବର୍ଷ ବର୍ଷ ଧରି ଅପେକ୍ଷା କରି ଆସୁଛନ୍ତି। ଆପଣ ଆପଣଙ୍କ ଜୀବନରେ ବହୁତ କାନ୍ଦିଛନ୍ତି, ବହୁତ କଷ୍ଟ ଭୋଗିଛନ୍ତି, କିନ୍ତୁ ଆଉ ନୁହେଁ। କାରଣ ବର୍ତ୍ତମାନ ନ୍ୟାୟର ଦେବତା ସ୍ୱୟଂ ଶନିଦେବ ଆପଣଙ୍କ ପ୍ରତ୍ୟେକ ଲୁହର ପ୍ରତିଶୋଧ ନେବେ। ଦେଖନ୍ତୁ ବନ୍ଧୁଗଣ, ଯେତେବେଳେ ଶନିଦେବ ପ୍ରତିଶୋଧ ନେବେ, ଆପଣଙ୍କ ପ୍ରତ୍ୟେକ ଶତ୍ରୁକୁ ପରୀକ୍ଷା କରାଯିବ। ମୁଁ ଜାଣେ ଯେ ଆପଣ ବର୍ଷ ବର୍ଷ ଧରି ସାମାନ୍ୟତମ ଖୁସି ପାଇଁ ଅପେକ୍ଷା କରି ଆସୁଛନ୍ତି ଏବଂ ଆପଣଙ୍କ ଅପେକ୍ଷା ପ୍ରାୟତଃ ଆପଣଙ୍କୁ ଭାଙ୍ଗି ଦେଇଛି। ଆପଣ କିଛି ମୁହୂର୍ତ୍ତର ଖୁସି ପାଇଁ ମଧ୍ୟ ଆଗ୍ରହୀ। ବନ୍ଧୁଗଣ, ଆପଣଙ୍କ ପ୍ରିୟଜନ ମାନେ ମଧ୍ୟ ଆପଣଙ୍କୁ ବହୁତ କନ୍ଦାଇଛନ୍ତି। ଆପଣଙ୍କ ପ୍ରିୟଜନ ମାନେ ଆପଣଙ୍କୁ ଯନ୍ତ୍ରଣା ଦେବା ଏବଂ କନ୍ଦାଇବାରେ କୌଣସି କସରତ ଛାଡି ନାହାନ୍ତି। ଆପଣ ଯାହାକୁ ବିଶ୍ୱାସ କରିଥିଲେ ସେ ଆପଣଙ୍କ ବିଶ୍ୱାସକୁ ଭାଙ୍ଗି ଦେଇଛି, ଆପଣଙ୍କୁ ମୃତ୍ୟୁର ଦ୍ୱାରରେ ଛାଡି ଦେଇଛି। ଆପଣଙ୍କ ଶତ୍ରୁମାନେ ଆପଣଙ୍କ ଘରର ଲକ୍ଷ୍ମୀଙ୍କୁ ବାନ୍ଧି ଦେଇଛନ୍ତି। ଆପଣଙ୍କର ଶତ୍ରୁମାନେ ଆପଣଙ୍କ ହାତରେ ହିଁ ଲକ୍ଷ୍ମୀଙ୍କୁ ବାନ୍ଧି ଦେଇଛନ୍ତି, ଯାହା ଫଳରେ ଆପଣଙ୍କର ସମସ୍ତ କଠିନ ପରିଶ୍ରମ ନଷ୍ଟ ହୋଇଯିବ। କିନ୍ତୁ ଆଉ ନୁହେଁ, କାରଣ ଆଗାମୀ 7 ଦିନ ମଧ୍ୟରେ ଗ୍ରହମାନଙ୍କର ଏପରି ଏକ ବଡ ପରିବର୍ତ୍ତନ ହେବାକୁ ଯାଉଛି ଯେ ଆପଣଙ୍କର ବର୍ଷ ବର୍ଷର କଠିନ ପରିଶ୍ରମ ଏବେ ଫଳ ଦେବ। ଏବଂ ଏହି ସଫଳତା ପରେ ଆପଣ କୌଣସି ଅହଙ୍କାରକୁ ଆପଣଙ୍କ ମନରେ ପ୍ରବେଶ କରିବାକୁ ଦେବା ଉଚିତ ନୁହେଁ। ଆପଣ ନିଜକୁ ଯଥାସମ୍ଭବ ସ୍ଥିର ରଖିବା ଉଚିତ। କାରଣ ଆପଣଙ୍କର ଚେର ପୃଥିବୀ ଭିତରେ ଗଭୀର। ତେଣୁ ମୁଁ ଆପଣଙ୍କୁ କହିବାକୁ ଚାହୁଁଛି ଯେ 7 ଜନ୍ମ ଧରି ଆପଣ ଯେଉଁ ଦାରିଦ୍ର୍ୟତା ସହ୍ୟ କରିଥିଲେ, ଯେଉଁ ଦାରିଦ୍ର୍ୟତାରେ ଆପଣ ଏତେ କାନ୍ଦିଥିଲେ, ଯେଉଁ ଦାରିଦ୍ର୍ୟତା ଆପଣଙ୍କର ନିଜର ଲୋକମାନଙ୍କୁ ଉପହାସ କରୁଥିଲା, ତାହା ଏବେ ଦୂର ହୋଇଯିବ। କାରଣ ଆପଣ ଏବେ ସେହି ଜିନିଷ ପାଇବେ ଯାହା ପାଇଁ ଆପଣ ବର୍ଷ ବର୍ଷ ଧରି ଆଶା କରିଥିଲେ। ସତର୍କ ରୁହନ୍ତୁ, କିଛି ଘଟଣା ଘଟିବ ଯାହା ଆପଣ 7 ଜନ୍ମରେ ମଧ୍ୟ କଳ୍ପନା କରିନଥିଲେ। ମୋର କେବଳ ଗୋଟିଏ ଛୋଟ ଅନୁରୋଧ, ଏହି ଭିଡିଓଟି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। କାରଣ ବନ୍ଧୁଗଣ, ଘଟୁଥିବା ବିରଳ 7 ଦିନର ସଂଯୋଗରେ ରାହୁ, କେତୁ, ମଙ୍ଗଳ ଏବଂ ଶନି
बृहस्पति एवं शुक्र मध्य एकत्रित हेउछन्ति। जेतेबेले एही समस्त ग्रह मिसी वक्र गति करिवे सेतेबेले तुमर शत्रु माने सेमानंकर निद हजाई देबे। एबे तुमर नाम केवल पड़ोशी रे नुहे बरं सारा सहर रे प्रतिध्वनित हेबो। प्रत्येक शत्रु प्रत्येक संपर्कीय तुमर पाद चाटिबे। बंधुगण मीठा बाटिबाकू प्रस्तुत होई जाओ कारण तुम जीवन रे एते महान आनंद आसीबाकू जाउछि जे आपण मध्य पागल परि नाचिबे। देखंतु प्रत्येक परिवार रे प्रत्येक घरे प्रत्येक संपर्कीय रे निश्चित भाବରେ जणे व्यक्ति अछंती जे परिवारर दारिद्र्यता को दूर करि दियंती। सेमानक परिवारर भाग्य को परिवर्तन करि दियंती। सेमानक परिवार को पीढ़ी परे पीढ़ी दुखरु मुक्त करंती एवं सेमानक परिवार को समस्त प्रकारर सुख दियंती। एबे तुमे सही व्यक्ति हेबाकू जाउछ कारण केवल ग्रह गुड़िक तुम प्रति दयालु हेबे नहीं बरं तुमर कुल देवता जे तुमर घर एवं तुमर वंशधर मानकू सुरक्षा दे आसुछंती तुम प्रति दयालु हेबे। हाँ बंधुगण एवं कुहा जाए जे सेमानक कुल देवता किंबा कुल देवी द्वारा आशीर्वाद प्राप्त व्यक्ति भाग्य परिवर्तन हुए। मु तुमको कहि देउछि जदि तुमे तुमर परिवार को पीढ़ी परे पीढ़ी दारिद्र्यता अभाव एवं क्षुधार मुक्त करबाकू चाहुछ तेबे तुमको कठिन परिश्रम उपरे ध्यान देबाकू पड़िबो। तुमे सेही व्यक्ति होई जिवो जहार नाम आगामी 7 जन्म पाई तुम परिवार रे मने रहिबो। जेतेबेले शनिदेव निजे तुमर दुख देखिले से मध्य कांदी पकाइले तुमर लुह देखिबा पाई से मध्य सह्य करि पारिले नाही। देवी लक्ष्मी तुमर दुख तुमर दारिद्र्य देखि तुम उपरे प्रसन्न हेबाकू बाध्य होइथिले। महालक्ष्मी मध्य तुम राशि रे तांकर मंत्र पकाइछंती। एबे मु तुमको कहिबाकू चाहे जे गुप्त कथा प्रकाश पाइछि एते वर्ष धरी रहस्यमय भावरे बंद होइथिबा गुप्त कथा प्रकाश पाइछि। समस्ते तुमर दुख बुझंती नाही बंधुगण। मु जाने समस्ते तुमर हृदयर जंत्रणा बुझी पारंती नाही किंतु मु जाने तुम जीवन रे कोन घटुछि। तुमे जहा करिबाकू चाहुछ ताहा हासिल करि पारुनाह। तुमर शत्रु माने तुमर प्रत्येक प्रयास को विफल करिसंती कारण से माने चाहंती नाही जे तुमे सेमानक ठारू आगकू बढ़। तुमे सेमानक अतिक्रम करिबा उचित कारण वर्तमान शत्रुर ध्यान केवल तुमर टंका तुमर परिवार एवं तुम जीवन रे खुशी आनिबा पाई थिबा समस्त जिनिस उपरे अछि। हाँ बंधुगण मु तुमको कहिबाकू चाहे मु जाने तुम जीवन रे कोन घटुछि। मु जाने तुमे प्रतिदिन कोन भाबुछ। तुमे जहा चाहुछ ताहा हासिल करि पारुनाह। तुमर शत्रु माने तुमर समस्त प्रयास को विफल करिसंती। केतेबेले तुमे तुमर शत्रु मानकर कला विद्या द्वारा विचलित हेउछ। केतेबेले ग्रह एवं नक्षत्र मानकर वक्र गति द्वारा विचलित हेउछ। केतेबेले शनिक 7.5 तुमको विचलित करुछि एवं केतेबेले तुमर निजर खराब कार्य तुमर स्वभाव को बाधा देउछि। किंतु बंधुगण एबे एपरि किछि घटिबो जहा तुमे केबे कल्पना करि नथिलो। तुमे केवल आरंभरु शेष पर्यंत वीडियो रे रहिबाकू पड़िबो तापरि तुमे सब किछि बुझी पारिबो। मोर केवल गोटिए छोट अनुरोध आज मु तुमको जहा कहिबी मु तुमको देउथिबा प्रत्येक छोट विवरणी मु बांटी थिबा प्रत्येक गुप्त मंत्र प्रत्येक गुप्त कथा मु करिबाकू जाउथिबा प्रत्येक गुप्त भविष्यवाणी काहाकू भी कुह नाही। एही संपूर्ण वीडियो सुनिबा परे तुमे तुमर मुह बंद रखिबा उचित। तुमर मां को भी कुह नाही तुमर स्त्री को भी कुह नाही काहाकू भी कुह नाही। तुमे जेते निकटतर हिओ ना काहेकि तुमर जीवन साथी को मध्य नुहे। हाँ बंधुगण कारण जदि अन्य केही जानी जाए देवी लक्ष्मी क्रोधित हेबे। न्यायर देवता शनिदेवंक 7.5 तुम उपरे अवतरण करिबो। केवल काहाकू भी कुहंतु नाही। भिडियोटी बहुत स्वतंत्र बहुत गुरुत्वपूर्ण आरंभरु शेष पर्यंत मो सहित रुहंतु
ଦେଖନ୍ତୁ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ଭିଡିଓଟି ଆରମ୍ଭ କରିବା, କିନ୍ତୁ ଏହା ପୂର୍ବରୁ ଦୟାକରି ଏହି ଗୁରୁତ୍ୱପୂର୍ଣ୍ଣ ଭିଡିଓଟିକୁ ଗୋଟିଏ ଲାଇକ୍ କରନ୍ତୁ ଏବଂ କମେଣ୍ଟ ବକ୍ସରେ ଭକ୍ତି ଏବଂ ଶ୍ରଦ୍ଧାର ସହ ଓମ୍ ହନୁମନ୍ତେ ନମଃ 3 ଥର ଲେଖନ୍ତୁ। ତେବେ ବନ୍ଧୁଗଣ, ମୁଁ ଆପଣଙ୍କୁ କହିବାକୁ ଚାହୁଁଛି ଯେ ଆଗାମୀ 24 ଘଣ୍ଟା ମଧ୍ୟରେ ଆପଣ ଆପଣଙ୍କ ଜୀବନର ସର୍ବୋତ୍ତମ ସଜୀବନ ପାଇବେ। ତେଣୁ ଆସନ୍ତୁ ଏହି ଭିଡିଓ ଆରମ୍ଭ କରିବା। ମୁଁ ଆପଣଙ୍କୁ କହିବାକୁ ଚାହୁଁଛି ଯେ ଗତି କରୁଥିବା ତାରା ଗୁଡିକ ଆପଣଙ୍କ ଜୀବନକୁ ସମ୍ପୂର୍ଣ୍ଣ ଭାବରେ ଦୋହଲାଇ ଦେବ। ଏଥିରେ ଶନି ଏବଂ କେତୁଙ୍କ ପଛୁଆ ଗତି ଆପଣଙ୍କ ବ୍ୟବସାୟ ଏବଂ ଆପଣଙ୍କ ଚାକିରିକୁ ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ କରିବ। ଏହା ସମ୍ପୂର୍ଣ୍ଣ ଭାବରେ ଆପଣଙ୍କ ଉପରେ ପ୍ରଭାବ ପକାଇବ। ମୁଁ ଆପଣଙ୍କ ଜୀବନକୁ ପରୀକ୍ଷା କରିବି। ଜଣେ ବ୍ୟକ୍ତିଙ୍କ ଜୀବିକା ହେଉଛି ତାଙ୍କ ଘର, ପରିବାର ଏବଂ ଜୀବିକାକୁ ପ୍ରତିପାଳନ କରିବା। ତେଣୁ ଜୀବିକାର ଜଣେ ବ୍ୟକ୍ତିଙ୍କ ଜୀବନ ଉପରେ ଗଭୀର ପ୍ରଭାବ ପଡିଥାଏ। ଉଦାହରଣ ସ୍ୱରୂପ, ଯଦି ଆପଣ ଏକ ବ୍ୟବସାୟ ଚଳାଉଛନ୍ତି ଏବଂ ଆପଣଙ୍କର ଆୟ ଲାଭଜନକ ନୁହେଁ, ତେବେ ଆପଣ କଣ ଅସୁବିଧାରେ ପଡିବେ ନାହିଁ? ତେଣୁ ଲୋକମାନେ ଏହା ବିଷୟରେ କଣ କରନ୍ତି? ଉଦାହରଣ ସ୍ୱରୂପ, ସେମାନଙ୍କର ବ୍ୟବସାୟ ଚଳାଇବା ପାଇଁ ସେମାନେ ମାନସିକ ବିଶେଷଜ୍ଞ କିମ୍ବା ଜ୍ୟୋତିଷଙ୍କ ପାଖକୁ ଯାଆନ୍ତି। ସେମାନେ ସେମାନଙ୍କୁ ପଚାରନ୍ତି, ମୋର ବ୍ୟବସାୟ କାହିଁକି ଭଲ ହେଉନାହିଁ? ମୋର ଚାକିରି କାହିଁକି ଆଗକୁ ବଢୁନାହିଁ? ମୋର ଜୀବନ କାହିଁକି ଆଗକୁ ବଢୁନାହିଁ? କିନ୍ତୁ ମୁଁ ଆପଣଙ୍କୁ କହିବାକୁ ଚାହେଁ, ଯେ ପର୍ଯ୍ୟନ୍ତ ଆପଣଙ୍କ ଗ୍ରହ ଗୁଡିକର ଗତିରେ ବିଶ୍ୱାସ କରିବେ ନାହିଁ, ସେ ପର୍ଯ୍ୟନ୍ତ ଆପଣଙ୍କ ଜୀବନରେ କୌଣସି ପରିବର୍ତ୍ତନ ଆସିବ ନାହିଁ। ମୋର ପ୍ରିୟ ବନ୍ଧୁଗଣ, ମୁଁ ଆପଣଙ୍କୁ କହିବାକୁ ଚାହେଁ ଯେ ଏହି ଗ୍ରହ ଏବଂ ନକ୍ଷତ୍ର ଗୁଡିକ ଆପଣଙ୍କ ଘରର ପ୍ରତ୍ୟେକ ଜିନିଷକୁ ହଲାଇ ଦେବେ। ଏବେ ଏପରି କିଛି ଘଟିବ ଯାହା ଆପଣଙ୍କ ପୂର୍ବ 7 ଜୀବନରେ ଆପଣଙ୍କ ସହିତ ଘଟିନଥିବ, କାରଣ ଏହି 7 ଦିନ ଆପଣଙ୍କର ସମଗ୍ର ଜୀବନକୁ ପରିବର୍ତ୍ତନ କରିବ। ଏହା ପରିବର୍ତ୍ତନର ସମୟ। ଗ୍ରହ, ନକ୍ଷତ୍ର, କର୍ମ ଏବଂ ଶକ୍ତି ସମସ୍ତେ ଗୋଟିଏ ପରେ ଗୋଟିଏ ଧକ୍କା ଖାଇବେ ଏବଂ ଆପଣଙ୍କ ଜୀବନର ଏକ ନୂତନ ଅଧ୍ୟାୟ ଆରମ୍ଭ ହେବ। ଆପଣ ଏତେ ଦିନ ଧରି ଯେଉଁ ଅଧ୍ୟାୟଟି ଲେଖୁଛନ୍ତି, ତାହା ଆପଣଙ୍କ କଠିନ ପରିଶ୍ରମ ଏବଂ କାର୍ଯ୍ୟ ମାଧ୍ୟମରେ। ଏହି ଭିଡିଓରେ ଆପଣ ଏକ କଠୋର ସତ୍ୟ ଜାଣିପାରିବେ, ଯାହା ଆପଣଙ୍କର ଆଖି ଖୋଲିଦେବ। ବନ୍ଧୁଗଣ, ଆଗାମୀ 7 ଦିନ ମଧ୍ୟରେ ଆପଣଙ୍କ ଘରେ ଝଗଡା ଏବଂ ଯୁକ୍ତି ତର୍କ ବଢିବାକୁ ଯାଉଛି, କାରଣ ମଙ୍ଗଳର ଅଗ୍ନିମୟ ସ୍ୱଭାବ ଆପଣଙ୍କ ସମ୍ପର୍କରେ ଦ୍ୱନ୍ଦ୍ୱ ସୃଷ୍ଟି କରିବ, ଅନେକ ଭୁଲ ବୁଝାମଣା ସୃଷ୍ଟି କରିବ। ଯୁକ୍ତି ତର୍କ ଏବଂ ଉତ୍ତେଜନା ଆହୁରି ବଢିପାରେ। ତେଣୁ ଏହି ସମୟରେ ଆପଣଙ୍କୁ ଅତ୍ୟନ୍ତ ସତର୍କ ରହିବାକୁ ପଡିବ, କାରଣ ରାହୁ କେବଳ ଆପଣଙ୍କ ଘରେ ଦ୍ୱନ୍ଦ୍ୱ ସୃଷ୍ଟି କରିବ ନାହିଁ, ବରଂ ଏହା ମଙ୍ଗଳ ସହିତ ସଂଯୋଗ ହେବ। ଏହା ଆପଣଙ୍କ ଘରର ପରିସ୍ଥିତିକୁ ମଧ୍ୟ ବିପର୍ଯ୍ୟସ୍ତ କରିବ। ଏହା କାମ ପାଇଁ ରଖାଯାଇଛି ନା ଏହାର ଲାଞ୍ଜରେ ଅଧିକ ଛାଇ? ମୁଁ ଆପଣଙ୍କୁ କହିବି ଯେ ଆପଣ 2 ଗୁଣ ଲାଭ ପାଇବେ। ଏହି ଝଗଡା ଏବଂ ଯୁକ୍ତି ତର୍କ ଏକ ମହାନ ଆନନ୍ଦ ଆରମ୍ଭ ହେବା ପୂର୍ବରୁ ଘଟିବାକୁ ଯାଉଛି, କାରଣ ଯେତେବେଳେ ଝଡ଼ ଆସେ, ଏହା ଅନେକ ଜିନିଷକୁ ନଷ୍ଟ କରିଦିଏ। ଏହା ସେହି ଝଡ଼ ପରେ ଯେଉଁ ଶାନ୍ତି ଆସିଥାଏ, ତାହା ଜୀବନ ପରିବର୍ତ୍ତନକାରୀ। ଦେଖନ୍ତୁ, ଏହା ଏକ ମହାନ ଆନନ୍ଦର ଆରମ୍ଭ ପୂର୍ବରୁ ଆସୁଥିବା ଝଡ଼। ତେଣୁ ଅଧିକ ଚିନ୍ତା କରନ୍ତୁ ନାହିଁ, କିନ୍ତୁ ଆପଣଙ୍କୁ ଆପଣଙ୍କ କଥାରେ ଅତ୍ୟନ୍ତ ସଂଯମତା ଅବଲମ୍ବନ କରିବାକୁ ପଡିବ, କାରଣ ସଂଯମତା ବିନା ଜୀବନ ସହଜ ନୁହେଁ। ବନ୍ଧୁଗଣ, ଆପଣଙ୍କୁ ଅତ୍ୟନ୍ତ ସଂଯମତା ଆବଶ୍ୟକ ହେବ। ଯଦି ଆପଣ ଆପଣଙ୍କ ମୁହଁରୁ କିଛି ବାହାର କରନ୍ତି, ତେବେ ଏହା ଆପଣଙ୍କ ଜୀବନ ସାଥୀ ଏବଂ ଆପଣଙ୍କ ପରିବାର ମଧ୍ୟରେ ଫାଟ ସୃଷ୍ଟି କରିପାରେ। ଏହା ଆପଣଙ୍କ ପରିବାରକୁ ଭାଙ୍ଗି ଦେଇପାରେ। ଆପଣଙ୍କ ନିକଟତର କେହି ଆପଣଙ୍କୁ ଛାଡି ମଧ୍ୟ ଯାଇପାରନ୍ତି। ଆପଣଙ୍କର ଭବିଷ୍ୟତ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇପାରେ। ଏବଂ ବନ୍ଧୁଗଣ, ପରବର୍ତ୍ତୀ 7 ଦିନ ପରେ ଆପଣଙ୍କୁ ସମାନ ପରିସ୍ଥିତି ଦେଇ ଗତି କରିବାକୁ ପଡିବ। ଏହିପରି ଘରେ ହେଉଥିବା ଝଗଡା ଜଣେ ବ୍ୟକ୍ତିଙ୍କୁ ସମ୍ପୂର୍ଣ୍ଣ ଭାବରେ ଦୋହଲାଇ ଦେଇପାରେ।
କାରଣ ଯେତେବେଳେ ପାରିବାରିକ ବିବାଦ ଥାଏ ଏହା ଆପଣଙ୍କ ବ୍ୟବସାୟ ଏବଂ ଚାକିରି ଉପରେ ପ୍ରଭାବ ପକାଇପାରେ। ତେଣୁ ଏବେ ଆପଣଙ୍କ ଜୀବନ ପାଇଁ ଯୁକ୍ତି ତର୍କକୁ ଏଡାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମୁଁ ଆପଣଙ୍କୁ କହିବି ଏହାକୁ କିପରି ଏଡାଇବେ। ଏହାକୁ ଏଡାଇବାର ଏକ ଉପାୟ ଅଛି। ତୁମକୁ ମହାଦେବଙ୍କ ମନ୍ଦିର ଯିବାକୁ ପଡିବ। ଯେଉଁମାନଙ୍କର ପରିବାରର ପରିସ୍ଥିତି ଦିନକୁ ଦିନ ଖରାପ ହେଉଛି, ନିରନ୍ତର ଝଗଡା କଳହ ଏବଂ ବିବାଦ ସହିତ ପରସ୍ପର ପ୍ରେମ ସ୍ନେହ ଏବଂ ଭାଇଚାରାର ଅଭାବ ରହିଛି, ସେମାନେ ଏହି ପ୍ରତିକାର କରିବା ଉଚିତ। ତେଣୁ ମୁଁ ତୁମକୁ କହିବାକୁ ଚାହୁଁଛି ତୁମକୁ ମହାଦେବଙ୍କ ମନ୍ଦିର ଯିବାକୁ ପଡିବ। ଶିବଲିଙ୍ଗରେ ମହୁ ଅର୍ପଣ କରନ୍ତୁ। ଏହା ଆପଣଙ୍କର ସ୍ୱାସ୍ଥ୍ୟ ଏବଂ ପରିବାରରେ ସୁଖ ଶାନ୍ତି ଏବଂ ଏକତା ପାଇଁ ପ୍ରାର୍ଥନା କରନ୍ତୁ। କେବଳ ଏତିକି କରନ୍ତୁ ଏବଂ ପରିବାରରେ ଶାନ୍ତି ବଜାୟ ରହିବ। ଏବେ ବନ୍ଧୁମାନେ, ତୁମ ଚାରି ପାଖରେ ଅନେକ ସମ୍ପର୍କ ଅଛି ଯାହାର ମୁଖା ହଟିବାକୁ ଯାଉଛି ଏବଂ ସେହି ମୁଖା ଦେଖିବା ପରେ ତୁମର ଜୀବନ ମଧ୍ୟ ବଦଳିଯିବ। ଏହି ସମ୍ପର୍କ ଗୁଡିକ ମିଛ ଛଳନା ଏବଂ ସ୍ୱାର୍ଥପରତାରେ ଲୁଚି ରହିଛି। ତେଣୁ ସେହି ସମ୍ପର୍କ ଗୁଡିକ ଶେଷ ହେବାକୁ ଯାଉଛି। ତୁମେ ଯାହାକୁ ସବୁଠାରୁ ଅଧିକ ବିଶ୍ୱାସ କରୁଥିଲ ତାର ପ୍ରକୃତ ଚେହେରା ପ୍ରକାଶ ପାଇବାକୁ ଯାଉଛି। ଏହା ନିଶ୍ଚିତ ଭାବରେ ତୁମକୁ ଟିକେ ଚକିତ କରିବ। ତୁମର ହୃଦୟ ନିଶ୍ଚିତ ଭାବରେ ଟିକେ ଆଘାତ ପାଇବ, କିନ୍ତୁ ତୁମର ଭବିଷ୍ୟତ ଜୀବନରେ ଉନ୍ନତି ହେବ। କାରଣ ଯଦି ଆମେ ନଦୀରେ ଆମର ଡଙ୍ଗା ବୁଲାଇ ଯାଉଛୁ, ତେବେ ଆମେ ଜାଣିପାରିବୁ ନାହିଁ ଯେ ଏହା ଶାନ୍ତ କି ହିଂସାତ୍ମକ ଯେ ପର୍ଯ୍ୟନ୍ତ ଆମେ ସେଥିରେ ପ୍ରବେଶ କରି ଏହାକୁ ପାର କରିନାହୁଁ। ସେହିପରି ବନ୍ଧୁଗଣ, ଆମର ଜୀବନ ମଧ୍ୟ ଏକ ନଦୀ। ଏହି ନଦୀରେ ଅନେକ ପଥର ଅନେକ ଅସୁବିଧା ରହିବ। ତେଣୁ ମୁଁ ତୁମକୁ କହିଦେଉଛି ତୁମର ଭବିଷ୍ୟତ ଉନ୍ନତ ହେବ। କାରଣ ଯେଉଁମାନେ ଗୁପ୍ତ ଭାବରେ ତୁମକୁ ଠକୁଛନ୍ତି, ଯେଉଁମାନେ ତୁମର ଖୁସି ଚୋରି କରୁଛନ୍ତି, ସେମାନେ ଏବେ ତୁମ ନିକଟରେ ପ୍ରକାଶିତ ହେବେ। ଏହି 7 ଦିନର ସମୟ ମଧ୍ୟରେ ତୁମର ଲୁକ୍କାୟିତ ଶତ୍ରୁମାନଙ୍କ ମୁହଁ ପ୍ରକାଶ ପାଇବ। ତେଣୁ ବନ୍ଧୁଗଣ, ତୁମର ହୃଦୟକୁ ଟିକେ କଠିନ କର। ତୁମର ହୃଦୟକୁ ଦୁର୍ବଳ ହେବାକୁ ଦିଅ ନାହିଁ। ଏହା ମନେ ରଖ, ଆଗାମୀ ସମୟରେ ତୁମର ସ୍ୱାସ୍ଥ୍ୟ ମଧ୍ୟ ବହୁତ ଖରାପ ହୋଇପାରେ। ଏହି ସମୟ ପରେ ତୁମର ପେଟ ଯନ୍ତ୍ରଣା ଏବଂ ନିଦ୍ରା ଜନିତ ସମସ୍ୟା ଅନୁଭବ କରିପାର। ମାନସିକ ଚାପ ବଢିପାରେ ଏବଂ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ବଢିପାରେ। ତେଣୁ ମୁଁ ତୁମକୁ କହିଦେଉଛି, ଯଦି ତୁମେ ଧ୍ୟାନ ଏବଂ ପ୍ରାର୍ଥନା ଅଭ୍ୟାସ କର, ତେବେ ତୁମେ ନିଶ୍ଚିତ ଭାବରେ ଆଶ୍ୱସ୍ତି ପାଇବ। କାରଣ କେତେକ ସମୟରେ ଗ୍ରହମାନେ ଆମକୁ ଜୀବନରେ ଆବଶ୍ୟକ ଶାନ୍ତି ପ୍ରଦାନ କରନ୍ତି ନାହିଁ। ଅନେକ ସମୟରେ ଆମ ପରିବାର ଆମକୁ ଜୀବନରେ ଯେଉଁ ଶାନ୍ତି ପ୍ରଦାନ କରେ ନାହିଁ, ତାହା ପୂଜା ଏବଂ ଭକ୍ତି ମାଧ୍ୟମରେ ମିଳିଥାଏ। ଯଦି ଆମେ ପ୍ରକୃତରେ ପୂଜା କରୁ, ତେବେ ଭଗବାନ ନିଜେ ଆମର ଖୁସି ସୁନିଶ୍ଚିତ କରିବାରେ ଆମ ସହିତ ରହିବେ। ଏବେ ବନ୍ଧୁଗଣ, ମୁଁ ଆପଣଙ୍କୁ କହିବାକୁ ଚାହୁଁଛି, ରାତିରେ ଯଥାସମ୍ଭବ ହନୁମାନଙ୍କ ମନ୍ଦିରକୁ ଯିବାକୁ ମନେ ରଖନ୍ତୁ। ଯଦି ଆପଣ ଏହି ଚାପକୁ ଅନୁଭବ କରୁଛନ୍ତି, ରାତିରେ ଶୋଇପାରୁନାହାନ୍ତି, ହଠାତ୍ ନିଦ ଭାଙ୍ଗି ଯାଉଛି, ଆପଣ ହଠାତ୍ ନିଦରୁ ଉଠି ବସି ଯାଉଛନ୍ତି, ତେବେ ଆପଣଙ୍କ ଜୀବନରେ ବହୁତ ମାନସିକ ଚାପ ଅଛି। ଆପଣ ସେହି ଚାପରୁ ମୁକ୍ତି ପାଇବେ। ରାତିରେ ହନୁମାନଙ୍କ ମନ୍ଦିରକୁ ଯାଆନ୍ତୁ ଏବଂ କିଛି ସମୟ ପାଇଁ ଚୁପଚାପ ବସନ୍ତୁ। ଅଧିକ ପ୍ରାର୍ଥନା କରନ୍ତୁ। କେବଳ ବସି ରୁହନ୍ତୁ। ହନୁମାନଙ୍କ ସହିତ ଆଖି ସଂଯୋଗ କରନ୍ତୁ। ଆଖି ସଂଯୋଗ କରିବା ସମୟରେ ଆପଣଙ୍କୁ ଅନ୍ୟ କିଛି କରିବାକୁ ପଡିବ ନାହିଁ। ଯଦି ଆପଣ ଚାହାନ୍ତି, ହନୁମାନ ଚାଳିଶା ପାଠ କରନ୍ତୁ କିମ୍ବା କିଛି ସମୟ ପାଇଁ ଏକାନ୍ତରେ ବସି ରୁହନ୍ତୁ। କେବଳ ସେଠାରେ ବସି ରହିବା ଦ୍ୱାରା ଆପଣଙ୍କୁ ହଇରାଣ କରୁଥିବା ସମସ୍ୟାର ସମାଧାନ ହୋଇଯିବ। ତାହା ପ୍ରେମ, ପରିବାର, ବ୍ୟବସାୟ, ଚାକିରି କିମ୍ବା ଟଙ୍କା ହେଉ। ଆଜିକାଲି ଆପଣ ଯେତେବେଳେ ଗଭୀର ଭୟ ଅନୁଭବ କରନ୍ତି, ଏକ ଭୟ ଯେ ଆପଣଙ୍କ ଜୀବନରେ କିଛି ଭୁଲ ଘଟିପାରେ, ଆପଣଙ୍କ ସହିତ କିଛି ଅପ୍ରୀତିକର ଘଟଣା ଘଟିପାରେ, ଭବିଷ୍ୟତରେ ଏପରି ଭୟ ଆପଣଙ୍କୁ ଘାରିପାରେ।
ଏହି ଭୟ ଆପଣଙ୍କୁ ପ୍ରତ୍ୟେକ ପ୍ରୟାସରେ ଆଗକୁ ବଢିବାକୁ ବାଧା ଦେବ। ଏହା ତୁମର ପ୍ରଗତି ପଥରେ ବାଧା ସୃଷ୍ଟି କରିବ। ଏହି ଭୟ ମଙ୍ଗଳ ଦ୍ୱାରା ସୃଷ୍ଟି ହେବ। ତୁମେ ପ୍ରତ୍ୟେକ ପ୍ରୟାସରେ ଅତ୍ୟଧିକ ଭୟ ଅନୁଭବ କରିବ। ଯେତେବେଳେ ତୁମେ କିଛି ଭଲ କରିବାକୁ ଚେଷ୍ଟା କରିବ, ତୁମେ ଭୟ ଅନୁଭବ କରିବ ଯେ ଏହା ଭୁଲ ହୋଇପାରେ। ତେଣୁ ବନ୍ଧୁଗଣ, ଏହି ଭୟ ତୁମକୁ ଘାରିପାରେ। ମୁଁ କେବଳ ଏତିକି କହିବାକୁ ଚାହେଁ, ତୁମେ ଯାହା କରୁଛ ତାକୁ ଭୟ କର ନାହିଁ। ତୁମର ମନରୁ ଭୟ ଦୂର କର, କାରଣ କିଛି ଭୁଲ ହେବ ନାହିଁ। ତୁମ ପାଇଁ ସବୁ କିଛି ଭଲ ହେବ ଏବଂ ଏହା ସତ୍ୟ। ସେଥିପାଇଁ ତୁମକୁ କୌଣସି ଜିନିଷକୁ ଭୟ କରିବାର ଆବଶ୍ୟକତା ନାହିଁ। ଏହା ସହିତ ଶନିବାର ଦିନ ଭଗବାନ ଶନିଦେବଙ୍କ ମନ୍ଦିରକୁ ଯାଅ, ତାଙ୍କର ପୂଜା କର। ପୂଜା କରିବା ପରେ ମଧ୍ୟ ଯଦି ତୁମେ ଭୟ ଅନୁଭବ କରୁଛ, ଚିନ୍ତା କର ନାହିଁ, କାରଣ ଏବେ ବାଲାଜୀ ମହାରାଜ ତୁମ ଉପରେ ତାଙ୍କର ଆଶୀର୍ବାଦ ବର୍ଷିବେ। ଗ୍ରହମାନେ ତୁମର ଜୀବନକୁ ଆହୁରି ସହଜ କରିଦେବେ ଏବଂ ଦେବୀ ଲକ୍ଷ୍ମୀ ତୁମର ଧନ ବୃଦ୍ଧି କରିବେ। ସବୁଠାରେ ଧନ ପ୍ରବାହିତ ହେବ, ଏହା ନିଶ୍ଚିତ। ଏବଂ ବର୍ଷ ବର୍ଷ ଧରି ଅଟକି ରହିଥିବା କାମ ଏବେ ତ୍ୱରାନ୍ୱିତ ହେବ। ତୁମର ସମସ୍ତ କାର୍ଯ୍ୟ ଏବେ ଶୀଘ୍ର ସମାପ୍ତ ହେବ। ମୁଁ ତୁମକୁ କହିବାକୁ ଚାହୁଁଛି ଯେ ଗତ କିଛି ବର୍ଷ ମଧ୍ୟରେ ତୁମ ଜୀବନରେ ଘଟିଥିବା ଘଟଣା ଗୁଡିକ ତୁମକୁ ବହୁତ କନ୍ଦାଇଛି, କିନ୍ତୁ ବର୍ତ୍ତମାନ ଘଟୁଥିବା ଘଟଣା ଗୁଡିକ ତୁମକୁ ଜୀବନରେ ପ୍ରକୃତ ଖୁସି ଆଣିଦେବ। ହଠାତ୍ ତୁମେ ଜଣେ ଅପରିଚିତ ବ୍ୟକ୍ତିଙ୍କୁ ଭେଟିବ ଏବଂ ଯେତେବେଳେ ତୁମେ ସେହି ଅପରିଚିତ ବ୍ୟକ୍ତିଙ୍କୁ ଭେଟିବ, ତୁମେ ତୁମର ଭବିଷ୍ୟତ ପାଇଁ ଏକ ନୂତନ ଦିଗ ପାଇବ। ଏହା ଏପରି ଯେପରି ଆମେ ଏକ ଭିନ୍ନ ଦୁନିଆରେ ରହୁଛୁ। ଆମର ଦୁନିଆ ବହୁତ ଶୂନ୍ୟ। ଏହି ଦୁନିଆରେ କିଛି ନୂଆ ଘଟୁଛି, କିନ୍ତୁ ହଠାତ୍ କେହି ଜଣେ ଆସିଯାଆନ୍ତି। ସେମାନେ ଆମ ଜୀବନରେ ଏକ ନୂତନ ଦିଗ ଦେଖାନ୍ତି। ତେଣୁ ମୁଁ ତୁମକୁ କହିବାକୁ ଚାହୁଁଛି, ଯିଏ ଆମକୁ ଏହି ଦିଗ ଦେଖାଏ ସେ ଭଗବାନଙ୍କ ଠାରୁ କମ୍ ନୁହେଁ, କାରଣ ସେହି ବ୍ୟକ୍ତିଙ୍କ ନିକଟତର ହୋଇ ଆମେ ବଞ୍ଚିବାର କଳା ଶିଖୁ, ଆମେ ଖୁସି ରହିବାର କଳା ଶିଖୁ। ଆମେ ସର୍ବଦା ସେମାନଙ୍କ ସହିତ ଯୋଡ଼ି ରହିବାକୁ ଚେଷ୍ଟା କରୁ। ତେଣୁ ସେହି ବ୍ୟକ୍ତି ଆମକୁ ଆଉ କଣ କରିବା ଉଚିତ ତାହା କହିଥାଏ ଏବଂ ସେହି ବ୍ୟକ୍ତିଙ୍କ ଆଗମନ ପରେ ଜୀବନ ପ୍ରତି ଆମର ଦୃଷ୍ଟିକୋଣ ମଧ୍ୟ ବଦଳିଯାଏ। ସମ୍ଭବତଃ ସେହି ବ୍ୟକ୍ତି ଜୀବନ ସାଥୀ ବା ବନ୍ଧୁ ଭାବରେ ଆସିପାରନ୍ତି, କିନ୍ତୁ ସେମାନେ ନିଶ୍ଚିତ ଭାବରେ ଆପଣଙ୍କ ଜୀବନକୁ ଆସିବେ ଏବଂ ସେହି ବ୍ୟକ୍ତିଙ୍କ ଆଗମନ ସହିତ ଆପଣଙ୍କ ଜୀବନର ସୂତ୍ର ସମ୍ପୂର୍ଣ୍ଣ ଭାବରେ ବଦଳିଯିବ। ତେଣୁ ବନ୍ଧୁଗଣ, ଯଦି କେହି ଆପଣଙ୍କ ଜୀବନକୁ ଆସୁଛନ୍ତି, ତେବେ ସେହି ବ୍ୟକ୍ତିଙ୍କୁ ସମ୍ପୂର୍ଣ୍ଣ ଭାବରେ ବିଶ୍ୱାସ କରନ୍ତୁ, କାରଣ ବିଶ୍ୱାସ ବିନା ବନ୍ଧୁତା ସମ୍ପର୍କ ଏସବୁ ସମ୍ଭବ ନୁହେଁ। ଏବଂ ମୁଁ ଆପଣଙ୍କୁ କହିବାକୁ ଚାହେଁ, ସମୟ ବିତିବା ସହିତ ଆପଣଙ୍କ ଜୀବନରେ ଯେକୌଣସି ମୁହୂର୍ତ୍ତରେ ସକାରାତ୍ମକ ପରିବର୍ତ୍ତନ ଆସିବ। ସେଗୁଡିକ ଯେକୌଣସି ମୁହୂର୍ତ୍ତରେ ଆସିପାରେ। ହାର ମାନିବା ପରିବର୍ତ୍ତେ ଆପଣ ଯଥାଶୀଘ୍ର ଏହି ସୁଯୋଗକୁ ହାତକୁ ନିଅନ୍ତୁ। ଆପଣଙ୍କୁ ସେହି ଜୀବନ୍ତ ଶକ୍ତିକୁ ଧନ୍ୟବାଦ ଦେବା ଉଚିତ, ଯାହା ଆପଣଙ୍କୁ ଭିତରୁ ଆଗକୁ ବଢିବା ପାଇଁ ଶକ୍ତି ଦେବ। କାରଣ କେତେକ ସମୟରେ ଆମର ଅନ୍ତର୍ନିହିତ ଆତ୍ମା ଏତେ ଫମ୍ପା ହୋଇଯାଏ ଯେ ଆମେ ଆମ ଜୀବନରେ ନିଷ୍ପତ୍ତି ନେଇପାରୁନଥାଉ। ଆମେ ଆଗକୁ ବଢିବାକୁ ଏତେ ଭୟ କରୁ ଯେ ଆମେ ସଫଳ ହୋଇପାରେ ନାହିଁ। ତେଣୁ ମୁଁ ଆପଣଙ୍କୁ କହିଦେଉଛି, ଆପଣଙ୍କ ଜୀବନରେ ଆସୁଥିବା ପ୍ରତ୍ୟେକ ପରିସ୍ଥିତିରେ ନୂତନ ସମ୍ଭାବନା ଆବିଷ୍କାର କରିବା ଉଚିତ। ଆପଣଙ୍କର ବିଶ୍ୱାସ ବଜାୟ ରଖନ୍ତୁ। ଶନିଦେବ ଆପଣଙ୍କ ଜୀବନରେ ଉନ୍ନତି ଏବଂ ପ୍ରଗତି ପାଇଁ ଦ୍ୱାର ଖୋଲିବାକୁ ଯାଉଛନ୍ତି ଏବଂ ଏହା ନିଶ୍ଚିତ। ଯଦି ଆପଣଙ୍କର ଆଜି ଆପଣଙ୍କ ଜୀବନରେ ସମସ୍ତ ସୁବିଧା ଏବଂ ବିଳାସ ଅଛି ଏବଂ ଆପଣଙ୍କ ପାଖରେ ସବୁକିଛି କିଣିବା ପାଇଁ ପର୍ଯ୍ୟାପ୍ତ ଟଙ୍କା ଅଛି, ତେବେ ଆପଣଙ୍କ ହୃଦୟରେ ଭୟ ରହିବା ଉଚିତ ନୁହେଁ।
ତେଣୁ ବନ୍ଧୁଗଣ ଭୁଲନ୍ତୁ ନାହିଁ ଯେ ଏପରି ସମୟ ଆସିପାରେ ଯେତେବେଳେ ଆପଣଙ୍କ ପାଖରେ ଖାଇବାକୁ କିମ୍ବା କୌଣସି ସ୍ଥାନକୁ ଯିବା ପାଇଁ ପର୍ଯ୍ୟାପ୍ତ ଟଙ୍କା ରହିବ ନାହିଁ। ଏପରି ସମୟ ଆସିପାରେ। ତେଣୁ ବନ୍ଧୁଗଣ ଆପଣଙ୍କ ହୃଦୟରେ ଭୟ ରହିବା ଉଚିତ ନୁହେଁ ଏବଂ ସେହି ଭୟ ଏପରି ଭୟ ନୁହେଁ ଯେ ଆପଣ ଗରିବ ହୋଇଯିବେ ଏବଂ ଆପଣଙ୍କର ସବୁ କିଛି ଛଡାଇ ନିଆଯିବ। ଭୟ ହେବା ଉଚିତ କାରଣ ପରମେଶ୍ୱର ଆପଣଙ୍କ ଉପରେ ନଜର ରଖିଛନ୍ତି। ଯଦି ଆପଣ ଆଜି ଯଥେଷ୍ଟ ଧନ ଅଛି ଏବଂ ସବୁକିଛି ଭଲ ଚାଲିଛି ବୋଲି ପରମେଶ୍ୱରକୁ ଭୁଲି ଯାଉଛନ୍ତି, ତେବେ ପରମେଶ୍ୱର ହେଉଛନ୍ତି ଦାତା ଏବଂ ତାଙ୍କ ପାଇଁ ସବୁ କିଛି ସମ୍ଭବ। ଯଦି ଈଶ୍ୱର ଦେଇପାରନ୍ତି ତେବେ ଈଶ୍ୱର ନେଇ ମଧ୍ୟ ପାରନ୍ତି। ତେଣୁ ତୁମେ ଜୀବନରେ ଖୁସି ଅଛ ତେବେ ତୁମର କିଛି ଭୁଲ କରିବା ଉଚିତ ନୁହେଁ। ତୁମେ ତୁମର ଈଶ୍ୱରଙ୍କୁ ଭୁଲିବା ଉଚିତ ନୁହେଁ। ଯଦି ତୁମେ ବହୁତ ଦୁଃଖ, ଯନ୍ତ୍ରଣା, କଷ୍ଟ, ସଂଘର୍ଷ ଅନୁଭବ କରୁଛ ତେବେ ଚିନ୍ତା କର ନାହିଁ। ଏକ ସମୟ ଆସିବ ଯେତେବେଳେ ତୁମର ସବୁ କିଛି ଚାଲିଯିବ ଏବଂ ସବୁ କିଛି ଭୁଲି ହୋଇଯିବ। ଏତେ କିଛି ଯେ ତୁମେ ବହୁତ ଖୁସି ହେବ ଏବଂ ସେହି ସମୟ ପାଖେଇ ଆସୁଛି। ବନ୍ଧୁଗଣ, ଏହି ପରିସ୍ଥିତି ସୃଷ୍ଟି ହେଉଛି। ତୁମର ସମୟ ଆସୁଛି। କେବଳ ବସି ରୁହ ନାହିଁ। ମୁଁ ତୁମକୁ କହିବାକୁ ଚାହେଁ, ଏହାକୁ ବହୁତ ଧ୍ୟାନର ସହିତ ଶୁଣ। ଯେତେବେଳେ ପରମେଶ୍ୱର ମାଛ ସୃଷ୍ଟି କରିଥିଲେ ସେ ସମୁଦ୍ର ସହିତ କଥା ହୋଇଥିଲେ। ଯେତେବେଳେ ପରମେଶ୍ୱର ଗଛ ସୃଷ୍ଟି କରିଥିଲେ ସେ ପୃଥିବୀ ମାତା ସହିତ କଥା ହୋଇଥିଲେ। ଯେତେବେଳେ ପରମେଶ୍ୱର ମନୁଷ୍ୟ ସୃଷ୍ଟି କରିଥିଲେ ସେ ନିଜ ସହିତ କଥା ହୋଇଥିଲେ। ପରମେଶ୍ୱର କହିଥିଲେ, ଆସନ୍ତୁ ଆମ ନିଜ ପ୍ରତିଛବି ଏବଂ ରୂପରେ ମନୁଷ୍ୟ ସୃଷ୍ଟି କରିବା। ବନ୍ଧୁଗଣ, ଯଦି ଏକ ମାଛ ପାଣିରେ ଛାଡି ଦିଆଯାଏ ତେବେ ତାହା ସେଥିରେ ଖେଳିବାକୁ ଲାଗିଥାଏ, କିନ୍ତୁ ପାଣିରୁ ବାହାର କରିଦେଲେ ତାହା ମରିଯିବ କାରଣ ଏହା ତାର ଉତ୍ସରୁ କଟିଯାଏ। ସେହିପରି ଯଦି ଏକ ଗଛ ମାଟିରୁ ଅଲଗା ହୋଇଯାଏ ତେବେ ତାହା ଶୁଖିଯିବ କାରଣ ଏହା ମଧ୍ୟ ତାର ଉତ୍ସରୁ କଟିଯାଏ। ସେହିପରି ଯେତେବେଳେ ଜଣେ ବ୍ୟକ୍ତି ଈଶ୍ୱରଙ୍କ ସହିତ ସଂଯୋଗ କରିବା ବନ୍ଦ କରିଦିଏ, ଈଶ୍ୱରଙ୍କ ସହିତ କଥା ହେବା ବନ୍ଦ କରିଦିଏ, ଈଶ୍ୱରଙ୍କ ଠାରେ ବିଶ୍ୱାସ କରିବା ବନ୍ଦ କରିଦିଏ ଏବଂ ମନ୍ଦ କାର୍ଯ୍ୟ କରିବା ଆରମ୍ଭ କରେ, ସେମାନଙ୍କର ଜୀବନ ଶୁଖିବାକୁ ଲାଗେ। ତେଣୁ ଆମକୁ ସର୍ବଦା ଈଶ୍ୱରଙ୍କ ସହିତ ଯୋଡି ହୋଇ ରହିବାକୁ ପଡିବ। ଈଶ୍ୱର ହେଉଛନ୍ତି ଆମର ପ୍ରକୃତ ଉତ୍ସ। ବନ୍ଧୁଗଣ, ଆମେ ତାଙ୍କ ଉପସ୍ଥିତିରେ ବଞ୍ଚିବା ପାଇଁ ଆମେ ଉର୍ଜା ପାଉ କାରଣ ଜୀବନ କେବଳ ତାଙ୍କ ଠାରେ ହିଁ ବାସ କରେ। ଯଦି ଈଶ୍ୱର ଚାହାନ୍ତି ତେବେ ସେ ଆମକୁ ରାତାରାତି ଏତେ ଖୁସି ଦେଇପାରିବେ ଯେ ଆମକୁ ଆଉ କିଛି ଦରକାର ପଡିବ ନାହିଁ କିମ୍ବା ସେ ଏତେ ଦୁଃଖ ଦେବେ ଯେ ଆମେ ଭାଙ୍ଗି ପଡିବୁ। କିନ୍ତୁ ମୁଁ ତୁମକୁ କହିବାକୁ ଚାହୁଁଛି, କେବଳ ତୁମର ପିତାମାତା ଏବଂ ତୁମର ପରମେଶ୍ୱରଙ୍କ ସହିତ ଯୋଡି ହୋଇ ରହିବାକୁ ମନେ ରଖ। ଜୀବନ ସେହିଠାରୁ ଅଛି, ସେହିଠାରୁ ହିଁ ଶକ୍ତି ଆସେ ଏବଂ ସେହିଠାରେ ହିଁ ଶାନ୍ତି ବିରାଜମାନ। ବନ୍ଧୁଗଣ, ସକାଳେ 10 ଟଙ୍କା ମୂଲ୍ୟର ଖବରକାଗଜର ମୂଲ୍ୟ ସନ୍ଧ୍ୟାରେ କିଛି ନଥାଏ। ତେଣୁ ସମୟ ମଧ୍ୟ ସେହିଭଳି। ତୁମେ ସେହି ସମୟକୁ ମୂଲ୍ୟ ଦେବା ଉଚିତ କାରଣ ସଫଳତା ନିଜେ ଆସିବ ଏବଂ ମୁଁ ତୁମକୁ କହିବି ଯେ ତୁମେ କେଉଁ ସମୟକୁ ମୂଲ୍ୟ ଦେବା ଉଚିତ କାରଣ ତୁମର ଭାଗ୍ୟ କେବଳ ଏହି ସମୟ ମଧ୍ୟରେ ଚମକିବ। ଏବେ 2-3 ମାସ ପରେ ତୁମେ ଭାବୁଛ ଯେ ଯଦି ମୋ ଜୀବନରେ ଏବେ କିଛି ଭଲ ଘଟେ ତେବେ ତାହା ଘଟିବ ନାହିଁ, ତାପରେ ତୁମକୁ ପୁଣି ଅପେକ୍ଷା କରିବାକୁ ପଡିବ। କିନ୍ତୁ ଯଦି ସମୟ ଏବେ ଆସିଛି ତେବେ ଏବେ ହିଁ ଏହାର ଲାଭ ନିଅ। ତୁମେ ଯାହା କରିବାକୁ ଚାହୁଁଛ ଏହି ସମୟରେ ହିଁ କର। ଯଦି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛ ତାହା କର। ଯଦି ନୂଆ ଚାକିରି ଖୋଜିବାକୁ ଚାହୁଁଛ ତେବେ ଖୋଜିବା ଆରମ୍ଭ କରିଦିଅ। ଯଦି ଜୀବନରେ ଆଗକୁ କିଛି କରିବାକୁ ଭାବୁଛ ତେବେ ତାହା ଏବେ ହିଁ ଆରମ୍ଭ କର। ଯଦି ବିବାହ ବିଷୟରେ ଚିନ୍ତା କରୁଛ ତ ଏବେ ହିଁ ବିବାହ ବିଷୟରେ ନିଷ୍ପତ୍ତି ନିଅ। ଯଦି ନିଜ ଜୀବନରେ ଶାନ୍ତି ଖୋଜିବାକୁ ଚାହୁଁଛ ତେବେ ଏବେ ହିଁ ସେ ଦିଗରେ ଆଗକୁ